ସମସ୍ତଙ୍କୁ ନମସ୍କାର। ଡାଏଟ୍ ସମ୍ବଲପୁର ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀର ଗଣିତ ବିଷୟରେ ଶିକ୍ଷଣ ଫଳାଫଳ M418 ରେ ଦୁଇଟି ଘଟଣା ମଧ୍ୟରେ ସମୟ ଅବଧିକୁ ହିସାବ କରିବା ବିଷୟରେ ଆଲୋଚନା କରିବା। ଆମେ ଆଗରୁ ସମୟ ଚିହ୍ନଟ କଥା ଆଲୋଚନା କରିସାରିଛେ। ବର୍ତ୍ତମାନ ଆମେ ଆଗକୁ ଓ ପଛକୁ ଗଣି ଯୋଗ ଓ ବିୟୋଗ କରି ସମୟର ଅବଧି ନିର୍ଣ୍ଣୟ କରିବା। ରିନୁ ଓ ବିକାଶ ଦୁଇ ଭାଇ ଭଉଣୀ। ରିନୁ ମନରେ ଯେତେବେଳେ ବି କିଛି ପ୍ରଶ୍ନ ଆସେ ସେ ତା ଭାଇ ବିକାଶ ଠାରୁ ବୁଝିନିଏ। ଭାଇ, ସମୟ ଚିହ୍ନିବା ତ ମୁଁ ଜାଣିଗଲି, କିନ୍ତୁ ଯାହା ବି ଆମେ କାମ କରୁଛୁ କେତେ ସମୟ କାମ କରୁଛୁ ବୋଲି ଆମେ କେମିତି ଜାଣିବା? ହଉ ଚାଲ ତତେ ମୁଁ ବୁଝେଇବି। ଭାଇ, ଆମେ ଯେଉଁ ବାପାଙ୍କ ସହିତ ସମ୍ବଲପୁର ବରଗଡ଼ ଯାଉଛୁ, ଆମେ 8ଟାରେ ବାହାରିକି ସେଠି 10ଟାରେ ପହଞ୍ଚୁଛେ, ତାହେଲେ ବରଗଡ଼ ପହଞ୍ଚିବା ପାଇଁ ଆମକୁ କେତେ ସମୟ ଲାଗୁଛି? ହଉ ଦେଖ, ଏଠାରେ ଆମେ କେତେବେଳେ ଘରୁ ବାହାରୁଛେ କହ? 8ଟା ବେଳେ। ହଁ, 8ଟାରେ ନୁହେଁ, ତାହେଲେ ପହଞ୍ଚୁଛେ କେତେବେଳେ? 10ଟା ବେଳେ। 10ଟା ବେଳେ। ତ ତୁ କଣ କର, 8ଟାରୁ 9ଟା କେତେ ସମୟ? ଘଣ୍ଟାଟେ। ହଁ, ସାବାସ୍, ଘଣ୍ଟାଟେ। ପୁଣି 9ଟାରୁ 10ଟା କେତେ ସମୟ? ଘଣ୍ଟାଟେ। ଘଣ୍ଟାଟେ। ତ ଘଣ୍ଟାଟେ ହେଇକି କେତେ ହେଲା ମୋଟ? ଘଣ୍ଟାଟେ 2 ଘଣ୍ଟା। ହଁ, ସାବାସ୍, ବୁଝିଲୁ? ତାହେଲେ ମୋଟ ଆମକୁ ସମ୍ବଲପୁର ବରଗଡ଼ ଲାଗୁଛି 2 ଘଣ୍ଟା। ହଁ, ଜାଣିଗଲୁ ଆଉ। ହଁ ହଁ। ଭାଇ, କାଲି ମୁଁ 4ଟାରୁ ଯାଇକି ଖେଳିଲି, 7ଟା ବେଳେ ଆସିକି ଘରେ ପହଞ୍ଚିଲି। ଏତେ ଖେଳିଲି ଯେ ମୁଁ ଆସିକି ଘରେ ଏବେ ଭାବୁଛି କେତେ ସମୟ ମୁଁ ଖେଳିଲି ଭାଇ। ହଁ, ଯେମିତି ଆମେ ଯୋଉ ବସ୍ କଥା ତୁ ମତେ କହିଥିଲୁ, ଏଇଠି ଦେଖ, ତୁ କେତେବେଳେ ଗଲୁ ଖେଳିବା ପାଇଁ? 4ଟା ବେଳେ। 4ଟା ବେଳେ গଲୁ, ଆସିଲୁ କେତେବେଳେ? 7ଟା ବେଳେ। 7ଟାରେ। ତ ଗଣ ପୁଣି 4ଟାରୁ 5ଟା। 4ଟାରୁ 5ଟା, 5ଟାରୁ 6ଟା, 6ଟାରୁ 7ଟା। ହଁ। ତାମାନେ 4ଟାରୁ 5ଟା 1 ଘଣ୍ଟା, ହଁ, 5ଟାରୁ 6ଟା ଆଉ 1 ଘଣ୍ଟା, ପୁଣି 6ଟାରୁ 7ଟା ଆଉ 1 ଘଣ୍ଟା। ସାବାସ୍। ତାହେଲେ ମୋଟ ହେବ ଘଣ୍ଟେ 1 2 3, ତାହେଲେ ମୋଟ 3 ଘଣ୍ଟା। ହଁ, ହେଇଗଲା ଆଉ, ଭେରି ଗୁଡ୍। ସିନୁ, ଦେଖ, ତୁ ଘଣ୍ଟାରେ 1 ଘଣ୍ଟା ଆଗକୁ କରିକି ସମୟ ଗଣୁଥିଲୁ। ଏବେ ଆମେ ମିନିଟରେ ତାକୁ ଶିଖିବା ହେଲା। ଦେଖ, ଏଇଠି କେତେଟା ସମୟ ହେଇଛି କହିଲୁ? ଏଠି ଏବେ ହେଇଛି 9ଟା 40। ନାଇଁ, ସେଠୁ ମିନିଟ କଣ୍ଟା ଯାଇକି 12ଟାରେ ପହଞ୍ଚୁଛି, କେତେ ହଉଛି? 10ଟା। 10ଟା। ତ 9ଟା 40ରୁ 10ଟା କେତେ ସମୟ ଆମେ ସେୟା ଦେଖିବା ହେଲା। ତ ଦେଖ, 9ଟା 40ରୁ 9ଟା 50 କେତେ ସମୟ? 10 ମିନିଟ୍। ହଁ, ଭେରି ଗୁଡ୍। 9ଟା 50ରୁ 10ଟା 10 ମିନିଟ୍। 10 ମିନିଟ୍। ତ 10 ମିନିଟ୍ ଆଉ 10 ମିନିଟ୍, ତାହେଲେ ମୋଟ କେତେ ସମୟ ହେଲା ତୋର? ମୋଟ 20 ମିନିଟ୍। ହଁ, ମୋଟ 20 ମିନିଟ୍ ନାହିଁ। ତ ଜାଣିଲୁ ତ, 9ଟା 40ରୁ 10ଟା ଯାଏ ଯେତେବେଳେ ଯାଇକି କଣ୍ଟା ପହଞ୍ଚୁଛି 10ଟାରେ, ମୋଟ 20 ମିନିଟ୍ ହେଉଛି। ତା ଚିତ୍ରିତ ଅଂଶ ଏଠି ଦେଖ, ମାନେ 9ଟା 40 ଆଉ 10ଟା ମଧ୍ୟରେ ମିନିଟ୍ କଣ୍ଟା କୋଉଠିକି ବୁଲୁଛି, ବୁଝିପାରିଲୁ? ହଁ। ଚାଲ ତତେ ମୁଁ କେତେଟା ପ୍ରଶ୍ନ ପଚାରିବି, ହଁ ଯେ ଭାଇ। ତୁ ଆଗକୁ ଗଣିକି ଯୋଉ ହିସାବ କରୁଛୁ ଠିକରେ କହିପାରୁଛୁ କି ନାହିଁ। ଦେଖିଲୁ, 7ଟା 30ରୁ 9ଟା 10 ପର୍ଯ୍ୟନ୍ତ ସମୟ କେତେ ହେବ? ସମୟ ଅବଧି ଭାଇ, ସମୟ ଅବଧି ହେବ 1 ଘଣ୍ଟା 40 ମିନିଟ୍। ହଁ, 1 ଘଣ୍ଟା 40 ମିନିଟ୍, ଭେରି ଗୁଡ୍। ତାପରେ ଆଉ ଗୋଟେ ଦେଖ ଅବଧି କହିବୁ, 11ଟା 35ରୁ 12ଟା 30 ପର୍ଯ୍ୟନ୍ତ ସମୟ।
ଏଗାରଟା କେତେ ହବ? 30ରୁ 11:35ରୁ 12:30 ପର୍ଯ୍ୟନ୍ତ ହୁଁ, 55 ମିନିଟ୍। 55 ମିନିଟ୍। ହଁ, ସାବାସ୍। ତାପରେ ଦେଖ ଆଉ ଗୋଟେ ଅବଧି କହିବୁ ପୁଣି। 8:40ରୁ 9:50 ପର୍ଯ୍ୟନ୍ତ ସମୟ ଗଣିଲୁ କେତେ? 1 ଘଣ୍ଟା 10 ମିନିଟ୍। କେମିତି ଗଣିଲୁ? 8:40ରୁ 9:40, 9:40ରୁ 9:50, 9:50। 10 ମିନିଟ୍ ନାଇଁ କି? 1 ଘଣ୍ଟା 10 ମିନିଟ୍। ତାପରେ ପୁଣି 7:30ରୁ 8:20 ପର୍ଯ୍ୟନ୍ତ ସମୟ। ହଁ ଭାଇ, ସେଇଭଳିଆ ମୁଁ ଗଣିବି 7:30ରୁ 7:40, 7:40ରୁ 7:50, ତ ଏଇଭଳିଆ 8:20 ପର୍ଯ୍ୟନ୍ତ ଆସିଲେ ଟୋଟାଲ 50 ମିନିଟ୍। ହଁ, ସାବାସ୍। ତାହେଲେ ତୁ ସବୁ ବୁଝିଗଲୁ? ହଁ ଭାଇ। ହଁ, ତାହେଲେ ତତେ ଆଉ ଗୋଟେ ପୁଣି ପ୍ରଶ୍ନ ମୁଁ ପଚାରିବି, ହେଲା? ହଉ, ଦେଖ, ମୁନା ତା ମାମୁଁ ଘରକୁ ଗଲାବେଳେ ତା ଗାଁରେ 11:30ରେ ପହଞ୍ଚିଲା, ହେଲା? ସେ ପହଞ୍ଚିବା ପାଇଁ 40 ମିନିଟ୍ ମୋଟ ସମୟ ନେଲା, ବୁଝିଲୁ? ତେବେ ସେ ଘରୁ କେତେବେଳେ ବାହାରିଥିଲା କହିଲୁ? ଭାଇ, ମୁନା 11:30ରେ ପହଞ୍ଚିଲା, 40 ମିନିଟ୍ ସମୟ ନେଲା, ତା ମାନେ ମୁଁ ପଛକୁ ପଛ ଗଣିବି। ପଛକୁ ପଛ ଗଣିଲେ ଟିକେ ଗଣୁଛି ଭାଇ। ଗଣିକି କହ। ତାହେଲେ 10:40ରେ ସେ ବାହାରିଛି। 10:40ରେ ହଁ ନୁହେଁ? ହଁ, 10:40 ହେଲା ନା 10:50? ମୁଁ ଭୁଲ କରିଥିଲି କି? ହଁ, ଆଉଥରେ କହୁଛି। ହଁ ହଁ, 10:50ରେ ହଉ, ଭାଇ, ଠିକ୍ 10:50। ଅଛି। ହଉ, ସାବାସ୍। ହଉ ରିନୁ, କହିଲୁ ତାହେଲେ ଆଜି ଆମେ କଣ ଶିଖିଲେ? ଭାଇ, ଆଜି ଆମେ ଯୋଉ ଦୁଇଟି ସମୟ ମଧ୍ୟରେ ଅବଧି ବା ଯୋଉ ପରିମାଣ କିପରି ନିର୍ଣ୍ଣୟ କରିବା ସେଇ ବିଷୟରେ ଆମେ ଆଲୋଚନା କରିଲେ। ହଁ, ସାବାସ୍। ଧନ୍ୟବାଦ। ଧନ୍ୟବାଦ।